ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳରେ ହାତୀ ଗଣନା ଶେଷ। ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜରେ ଗତ 22 ତାରିଖଠାରୁ ଆଡେନଗଡ଼, ବାରିଙ୍ଗି, ତଳଗାଁ ଫରେଷ୍ଟ ସେକ୍ସନର ହାତୀଧରା ମୁଣ୍ଡେଶ୍ୱର ପଢହଳ ଜଙ୍ଗଲରେ 22, 23 ଏବଂ 24 ତାରିଖ ପର୍ଯ୍ୟନ୍ତ ହାତୀ ଗଣନା କାର୍ଯ୍ୟକ୍ରମ ଜାରି ରହିଥିଲା। ଏହି ଗଣନା ପାଇଁ 60 ଜଣ ଷ୍ଟାଫ୍ ନିଯୁକ୍ତି ହୋଇଥିବା ବେଳେ 20ଟି ଟିମ୍ କରାଯାଇଥିଲା ଏବଂ ଜଙ୍ଗଲରେ ବିଭିନ୍ନ ଜାଗାରେ 20ଟି ମଞ୍ଚା କରାଯାଇଛି ଏବଂ 2ଟି ୱାଚ୍ ଟାୱାର ମଧ୍ୟ ହାତୀର ଗତିବିଧି ଜାଣିବା ପାଇଁ ନିର୍ମାଣ ହୋଇଛି। ଏହି ଗଣନାରେ ଫରେଷ୍ଟ ସୁନୀଲ ଖେତି, ଅଭିମନ୍ୟୁ ମହାନ୍ତି, ସୁମନ୍ତ ମଲ୍ଲିକ, ଫରେଷ୍ଟ ଗାର୍ଡ ଶରତ କୁମାର ନାୟକ, ସୁବଳ ପ୍ରଧାନ ଏବଂ ସମସ୍ତ ସ୍କ୍ୱାଡ୍ ଏହି ଗଣନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଜି ଶେଷ ଦିନ ସୁଦ୍ଧା ଏହି ରେଞ୍ଜ ଅଧୀନ ଜଙ୍ଗଲମାନଙ୍କରେ ପ୍ରାୟ 14ଟି ଛୋଟ ହାତୀ ଥିବାର ସୂଚନା ମିଳୁଛି ବୋଲି ମାଧପୁର ରେଞ୍ଜ ଅଫିସର ଆଶିଷ କୁମାର ଦିଗାଲ କହିଛନ୍ତି। ହରଭଙ୍ଗାରୁ ଜିତାଞ୍ଜଳି ବେହେରାଙ୍କ ରିପୋର୍ଟ, ମିଡିଆ ଭଏସ୍।